ତମ ନାଁ କଣ? ଗୋପୀ ମୁଦୁଲି, କୋଉ ଗାଁ? ମାଲିଗୁଡା, ଅଦାଗୁଡା ପଞ୍ଚାୟତ। ପିଲା ଯୋଉ ମଲା ସ୍କୁଲ ପିଲା କଣ ଲାଗିବ ତାର ନାଁ କଣ? ଗୁରୁନାଥ ମୁଦୁଲି ମୋର ଭାଇ ଲାଗବ, ଦାଦାଙ୍କ ପୁଅ। ଗୁରୁନାଥ ମୁଦୁଲି ତମ ହଁ ଭାଇ ଲାଗିବ? ହଁ କେତେବେଳେ ଘଟଣା ଶୁଣିଲ କେମିତି? ଆଜ୍ଞା ଏଟା ସୋମବାର ସନ୍ଧ୍ୟାରୁ ହଜି ଯାଇଛି ବୋଲି କହିଲେ, କିନ୍ତୁ ଆମକୁ ରାତି 9ଟାରେ କଲ୍ କରିଥିଲେ ପିଲାମାନେ। ସେଟା ବି ସାର୍ ମାନେ ଫୋନ କରିନାହାନ୍ତି, ପିଲାମାନେ ପିଅନଙ୍କର ଫୋନ ମାଗଲେ କେମିତି ଫୋନ କରିଥିଲେ, ରାତି 9ଟାରେ ଫୋନ କରିଥିଲେ। ଆମେ ଜାଣିଲୁ କି ହଷ୍ଟେଲ ସାରା ସବୁ ଖୋଜିକିରି ଆଉ ଥରେ ଫୋନ କର ବୋଲାରୁ ହଷ୍ଟେଲ ସବୁ ଖୋଜିଲେ, ତାପରେ ଆଉ ଥରେ ଫୋନ କଲେ। ଫୋନ କଲା ପରେ ନାଇଁ ଆଜ୍ଞା ବୋଲି କହିଲେ। ତାପରେ ସକାଳୁ ସକାଳୁ ଜାଣିଲୁ କି ଗାଁ ଲୋକ କିଏ ଆସି ଦେଖିଲେ କି କଣ କି ସେମାନେ କହିଲେ କି ଲାଶ ଗୋଟେ ପଡିଛି ବୋଲି କହିଲେ। ତାପରେ ଗାଁ ଲୋକ ସମସ୍ତେ ଆସିଛନ୍ତି, ଗ୍ରାମବାସୀ ସବୁ ଆସିଛନ୍ତି। ତାପରେ ଦେଖିଲା ଚିହ୍ନଟ ହେଲା। ବେଳକୁ ଚିହ୍ନଟ ହେଲା କି ଆମ ପିଲା ବୋଲି ଆମ ଗାଁ। ତମକୁ ସ୍କୁଲ କର୍ତ୍ତୃପକ୍ଷ ତରଫରୁ କିଛି ସ୍କୁଲ ସୂଚନା ଦେଲେ? କର୍ତ୍ତୃପକ୍ଷରୁ କିଛି କଲ୍ ଆସିନି, ସାର୍ ମ୍ୟାଡାମ ମାନେ କିଏ କଲ୍ କରିନାହାନ୍ତି। ମତେ ଲାଗୁ ଏତେ କେୟାରଲେସ୍ ହବ କି ଗୋଟେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ ତରଫରୁ କଣ ଆପଣଙ୍କୁ ଖବର ନାଇଁ ଦେଲେ କିଛି କି? ଖବର ଦେଇନାହାନ୍ତି। ଖାଲି ବାହାର ଖବର ବାହାର ଶୁଣିବାକୁ ଖବର ଆସିବ। କଣ ଚାହୁଁଛ ଆପଣ ମାନେ ଏବେ? କିଛି ଗୋଟେ ନ୍ୟାୟ ଆଙ୍କ ବିରୁଦ୍ଧରେ କରିଯାଉ ବୋଲି। ତମ ନାଁ କଣ? ଗୋପୀ ମୁଦୁଲି, କୋଉ ଗାଁ? ମାଲିଗୁଡା, ଅଦାଗୁଡା ପଞ୍ଚାୟତ। ପିଲା ଯୋଉ ମଲା ସ୍କୁଲ ପିଲା କଣ ଲାଗିବ ତାର ନାଁ କଣ? ଗୁରୁନାଥ ମୁଦୁଲି ମୋର ଭାଇ ଲାଗବ, ଦାଦାଙ୍କ ପୁଅ। ଗୁରୁନାଥ ମୁଦୁଲି ତମ ହଁ ଭାଇ ଲାଗିବ? ହଁ କେତେବେଳେ ଘଟଣା ଶୁଣିଲ କେମିତି? ଆଜ୍ଞା ଏଟା ସୋମବାର ସନ୍ଧ୍ୟାରୁ ହଜି ଯାଇଛି ବୋଲି କହିଲେ, କିନ୍ତୁ ଆମକୁ ରାତି 9ଟାରେ କଲ୍ କରିଥିଲେ ପିଲାମାନେ। ସେଟା ବି ସାର୍ ମାନେ ଫୋନ କରିନାହାନ୍ତି, ପିଲାମାନେ ପିଅନଙ୍କର ଫୋନ ମାଗଲେ କେମିତି ଫୋନ କରିଥିଲେ, ରାତି 9ଟାରେ ଫୋନ କରିଥିଲେ। ଆମେ ଜାଣିଲୁ କି ହଷ୍ଟେଲ ସାରା ସବୁ ଖୋଜିକିରି ଆଉ ଥରେ ଫୋନ କର ବୋଲାରୁ ହଷ୍ଟେଲ ସବୁ ଖୋଜିଲେ, ତାପରେ ଆଉ ଥରେ ଫୋନ କଲେ। ଫୋନ କଲା ପରେ ନାଇଁ ଆଜ୍ଞା ବୋଲି କହିଲେ। ତାପରେ ସକାଳୁ ସକାଳୁ ଜାଣିଲୁ କି ଗାଁ ଲୋକ କିଏ ଆସି ଦେଖିଲେ କି କଣ କି ସେମାନେ କହିଲେ କି ଲାଶ ଗୋଟେ ପଡିଛି ବୋଲି କହିଲେ। ତାପରେ ଗାଁ ଲୋକ ସମସ୍ତେ ଆସିଛନ୍ତି, ଗ୍ରାମବାସୀ ସବୁ ଆସିଛନ୍ତି। ତାପରେ ଦେଖିଲା ଚିହ୍ନଟ ହେଲା। ବେଳକୁ ଚିହ୍ନଟ ହେଲା କି ଆମ ପିଲା ବୋଲି ଆମ ଗାଁ। ତମକୁ ସ୍କୁଲ କର୍ତ୍ତୃପକ୍ଷ ତରଫରୁ କିଛି ସ୍କୁଲ ସୂଚନା ଦେଲେ? କର୍ତ୍ତୃପକ୍ଷରୁ କିଛି କଲ୍ ଆସିନି, ସାର୍ ମ୍ୟାଡାମ ମାନେ କିଏ କଲ୍ କରିନାହାନ୍ତି। ମତେ ଲାଗୁ ଏତେ କେୟାରଲେସ୍ ହବ କି ଗୋଟେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ ତରଫରୁ କଣ ଆପଣଙ୍କୁ ଖବର ନାଇଁ ଦେଲେ କିଛି କି? ଖବର ଦେଇନାହାନ୍ତି। ଖାଲି ବାହାର ଖବର ବାହାର ଶୁଣିବାକୁ ଆସିବ। ଖବର କଣ ଆସିଛନ୍ତି। ଚାହୁଁଛ ଆପଣ ମାନେ ଏବେ? କିଛି ଗୋଟେ ନ୍ୟାୟ ଆଙ୍କ ବିରୁଦ୍ଧରେ କରିଯାଉ ବୋଲି।